ଗୁଡ଼ାଟା ଆମର ଏଥିପାଇଁ ଦିଆ ହୁଏ କି ମୁଁ ବି ଭଲସେ ଜାଣିନି ମାନେ ସହି ଆମର ସେ ତାର ଗୁରା କ'ଣ ପାଇଁ ନେଇକି ଆସିଛନ୍ତି ତ ଏଇଟା। ତ ହ୍ୟାଲୋ ଫ୍ରେଣ୍ଡ ସମସ୍ତଙ୍କୁ ଜୟ ଜଗନ୍ନାଥ, ମୁଁ ଆପଣମାନଙ୍କ ପିଙ୍କୁ। ତ ଆମେ ଆଜି ଯାଉଛୁ ବାରା ଫାଂସ ବସିବାକୁ। ତ ସହି ଯାଉଥିଲେ କି କହିଲେ ଆସ ସହି ଯିବା, ତ କେମିତି କ'ଣ ବସିଛି ତ ମୁଁ ଦେଖିନି କେମିତି କ'ଣ ବାରା ଫାଂସ ବସେ। ତ ଆଜି ଫାଷ୍ଟ ଟାଇମ୍ ପାଇଁ ଦେଖିବା, ତ ଚାଲନ୍ତୁ। ତ ଆମେ ଆଜି ସେ ତାଙ୍କର ସହି ଆମର ବସେ ଚଣା ବିଲ ସାଇଡ଼ରେ, ତ ବାରା ଖାଇ ଯାଉଛନ୍ତି। ତ ଚାଲନ୍ତୁ ଦେଖିବା। ଦେଖିପାରୁଥିବେ ଗହିର ମଝିରେ, ତ ସେପଟେ ଜଙ୍ଗଲ ଆମର ମୁଣ୍ଡିଆଟା ଅଛି। ତ ସହି ଆଗରେ ଯାଉଛନ୍ତି, ତ ପବନ ଟିକେ ଜୋରସେ ହେଉଛି, ତ ଭଏସ୍ ଟିକେ କ୍ଲିଅର ଆସିପାରୁନି। ତ ମୁଁ ବି ଭଲସେ ଜାଣିନି ମାନେ ସହି ଆମର ସେ ତାର ଗୁରା କ'ଣ ପାଇଁ ନେଇକି ଆସିଛନ୍ତି, ଫାଂସ ବସେଇବେ କି ମାନେ ବିଲ ସାଇଡ଼ରେ ଏମିତି ଦେବେ ବାରା ଫାରା ଖାଇ ଦେଉଛନ୍ତି ବୋଲି। ତ ମୁଁ ତ ଜାଣିନି, ତ ଚାଲନ୍ତୁ ଦେଖିବା କେମିତି କ'ଣ ହେଉଛି। ଆଉ ଏବଂ ଫାଂସ କେମିତି ବସାନ୍ତି ମୁଁ ବି ଜାଣିନି, ତ ସେ ତାର ନେଇକି ଯାଉଛନ୍ତି ଆଗେ ଆଗେ। ତ ଚାଲନ୍ତୁ ଦେଖିବା କେଉଁଠି ତାଙ୍କ ବିଲ ଆଉ କେମିତି କ'ଣ ସେ କ'ଣ କରୁଛନ୍ତି। ତ ସହି ଏଇ ସବୁ ତାର ନେଇକି ଆସିଛନ୍ତି, ଦେଖିପାରୁଥିବେ ଏଇ ତାରକୁ। ଦେଖୁଥିବେ ବିଲଟା ଚଣା ବୁଣା ହେଇଥିଲା, ତ ଏଇଟା ଯେଉଁ ପତକା ବା ବସ୍ତାଟା ଲାଗିଛି ଆମର ସହି କାଠିରେ ଗୋଟେ ପୋତୁଛନ୍ତି, ତ ସେଇଟାକୁ ହୁଡ଼ା କୁହାଯାଏ। ଦେଖିପାରୁଥିବେ ଖାଇକି କେମିତି ମାନେ ଦଳି ଦେଇଛନ୍ତି ଚଣାକୁ। ହୁଡ଼ାଟା ଆମର ଏଥିପାଇଁ ଦିଆ ହୁଏ କି କାରଣ ଯେଉଁ ମାଙ୍କଡ଼ ଫାଙ୍କଡ଼ ପଳେଇ ଆସୁଛନ୍ତି ବା ଗାଈ ଗୋରୁ ଆସୁଛନ୍ତି, ତ ହୁଡ଼ା ସେଇଟା ଗୋଟେ ଲୋଗୋ ଟାଇପ୍ର ଦିଆହେଇଥାଏ କି ଏଠି କେହି ଆସିବେନି ବୋଲିକି, ତ କି ଗାଈ ଫାଇ କିଏ ଚରଉଥିବେ ଏଠି ଖୁଆଇବେନି। ଏଇଟା କେଉଁ ଗଛ ଏଇଟା ସମସ୍ତେ ଜାଣିଛନ୍ତି, ତ ଖରା ଦିନ ହେତୁ ଏଇଟା ଟିକେ ପତ୍ର ତାର ଶୁଖିଗଲାଣି, ତ ଦେଖିପାରୁଥିବେ। ତ ଫ୍ରେଣ୍ଡସ୍ ମୁଁ ଏଠି ହୁଡ଼ାରେ ବସିଛି, ତ ସହି ଆମର ସେ ଜଙ୍ଗଲ ଭିତରେ ପଶୁଛନ୍ତି। ବିଲ ସାଇଡ଼ରେ ଗୋଟେ ପଡ଼ିଆ ଅଛି, ସେଇଟା ଜଙ୍ଗଲ ଟାଇପ୍ର ହେଇଯାଇଛି। ବର୍ଷା ଦିନେ ତ ସେଇଟା ଚାଷବାସ କିଛି ହୁଏନି। ତ କ'ଣ ତାଙ୍କ ପ୍ଲାନିଂ କ'ଣ, ମାଷ୍ଟର ମାଇଣ୍ଡ କ'ଣ ଦେଖିପାରୁଥିବେ, ମୁଁ ଆପଣଙ୍କୁ ଦେଖିବାକୁ ଚାହିଁବି। ଦେଖନ୍ତୁ ସହି ଆମର ସେଠି କ'ଣ କରୁଛନ୍ତି ମୁଁ ବି ଜାଣିନି, ତ ଦେଖିବା ସେ କ'ଣ ସେଠି କରୁଛନ୍ତି ଆଉ କ'ଣ ନେଇକି ଆସୁଛନ୍ତି ସେଠାରୁ। ତ ଆପଣମାନେ ଦେଖିପାରୁଥିବେ ଚଣା ଛୁଇଁ ହେଇଛି ଭଳି। ତ ଗାଁରେ ଯେଉଁମାନେ ଚାଷବାସ ବା ଗାଉଁଲି ପିଲାମାନେ ଜାଣିଥିବେ ଠିକ୍ ଭାବରେ ଏଇଟା କ'ଣ କରିଥିବେ ଚଣା ଛୁଇଁ। ସନ୍ଧ୍ୟା ହେଇ ଆସିଲାଣି, ତ ଆମେ ଏବେ ଗାଁକୁ ଯାଉଛୁ, କାହିଁକିନା ଆମେ ବିଲ ବୁଲି ସାରିଲୁ। ତ ଆମର ଜଣେ ପରିଚୟ ଲୋକ ଦେଖା ହେଇଗଲେ, ତ କଥା ହଉ ଟିକେ ସମୟ ବି ହେଇଗଲା। ତ ଚାଲନ୍ତୁ, ତ ଆମେ ଏବେ ସନ୍ଧ୍ୟା ହେଲାଣି ଘରକୁ ଯିବା। ତ ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ରହୁଛି ସମସ୍ତଙ୍କୁ ଜୟ ଜଗନ୍ନାଥ।